मेघमाଳରେ शीघ्र आसुथिबा आम्भमानଙ୍କ प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁ ଭୋଜ ପାଇଁ କିପରି ପ୍ରସ୍ତୁତ ହେବା। ଅର୍ଥାତ୍ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପ୍ରଭୁ ଭୋଜ ନେବା ପୂର୍ବରୁ ନିଜକୁ କିପରି ପ୍ରସ୍ତୁତ ହେବା ଆବଶ୍ୟକ ରହିଛି। ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଅଳ୍ପ ସମୟ ଆମେ ଧ୍ୟାନ କରିବା ପାଇଁ ଯିବା। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଭୋଜ ଖ୍ରୀଷ୍ଟିଆନ ଜୀବନର ଏକ ମୁଖ୍ୟ ଅଂଶ ଅଟେ, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଧରାପୃଷ୍ଠରେ ଥିବା ସମୟରେ ଆପଣା ଶିଷ୍ୟମାନଙ୍କ ସହିତ ଏହି ନିୟମକୁ ସେ କ'ଣ କରିଥିଲେ, ସ୍ଥାପନ କରିଥିଲେ। ପ୍ରଭୁ ଭୋଜ କୌଣସି ବିଧିବିଧାନ, କୌଣସି ମନୁଷ୍ୟମାନଙ୍କର ପରମ୍ପରା, କୌଣସି ରୀତିବିଧି ନୁହେଁ। ପ୍ରଭୁ ଭୋଜ ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞା ଅଟେ। ସେ ଯେଉଁ ସମୟରେ ଏହି ଧରାପୃଷ୍ଠରେ ଥିଲେ ତାହାଙ୍କର ଶତ୍ରୁ ହସ୍ତରେ ସମର୍ପିତ ହେବା ଶେଷ ରାତ୍ର ବା ପୂର୍ବ ରାତ୍ରରେ ସେ କ'ଣ କରିଥିଲେ, ଆପଣା ଶିଷ୍ୟମାନଙ୍କ ସହିତ ସେ ଏହି ନିୟମକୁ ସେ ସ୍ଥାପନ କରିଥିଲେ। ତାହାଙ୍କର ରକ୍ତରେ ସ୍ଥାପିତ ଏହି ନୂତନ ନିୟମକୁ ସେ କ'ଣ କରିଥିଲେ, ସ୍ଥାପନ କରିଥିଲେ। ଆପଣ ଆଦ୍ୟ ମଣ୍ଡଳୀରେ ଦେଖିବେ, ଆଦ୍ୟ ମଣ୍ଡଳୀର ବିଶ୍ୱାସୀମାନେ ସେମାନେ ପ୍ରତିଦିନ ରୁଟି ଭାଙ୍ଗୁଥିଲେ, ପରସ୍ପର ମଧ୍ୟରେ ସେମାନେ ସହଭାଗିତା କରୁଥିଲେ, ପ୍ରେରିତମାନଙ୍କ ଶିକ୍ଷାରେ ସେମାନେ ମନୋଯୋଗ କରୁଥିଲେ। ଆଜି ମଧ୍ୟ ଖ୍ରୀଷ୍ଟିଆନ ମଣ୍ଡଳୀରେ ଆମେ କ'ଣ କରୁ, ଆମେ ପ୍ରଭୁ ଭୋଜକୁ ପାଳନ କରୁ, କାରଣ ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞା ଅଟେ। ପ୍ରିୟ ଭାଇ ଭଉଣୀମାନେ, କେତେକ ମଣ୍ଡଳୀରେ ପ୍ରତି ସପ୍ତାହରେ ସେମାନେ ପ୍ରଭୁ ଭୋଜ ପାଳନ କରନ୍ତି, ଆଉ କେତେକ ମଣ୍ଡଳୀରେ ମାସକୁ ଥରେ ଅର୍ଥାତ୍ ମାସର ପ୍ରଥମ ରବିବାରରେ ଆମେ କ'ଣ କରୁ, ପ୍ରଭୁ ଭୋଜକୁ ପାଳନ କରୁ। ତ ଆମେ ଏହି ପ୍ରଭୁ ଭୋଜ ପାଳନ କରିବା ପୂର୍ବରୁ ଆମେ ନିଜକୁ କି ପ୍ରକାର ପ୍ରସ୍ତୁତ କରିବା, ବାକ୍ୟରୁ କିଛି କଥା କହି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପ୍ରଥମ କରନ୍ତୀୟ 11 ଅଧ୍ୟାୟକୁ ଆସିବେ। ସାଧୁ ପାଉଲ ସେ ଆମ୍ଭମାନଙ୍କୁ ସେ ଏହି ପ୍ରକାର ଲେଖି ପରାମର୍ଶ ଦିଅନ୍ତି, ଉତ୍ସାହିତ କରନ୍ତି। 11 ଅଧ୍ୟାୟ 28 ପଦ, ପ୍ରଥମ କରନ୍ତୀୟ 11 ଅଧ୍ୟାୟ 28 ପଦରେ ଏହି ପ୍ରକାର ଲେଖାଯାଏ, କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। ପ୍ରଭୁଙ୍କ ନାମର ଗୌରବ ହେଉ। ଏହି ସ୍ଥାନରେ ସାଧୁ ପାଉଲ କହୁଛନ୍ତି ଯେ ପ୍ରଭୁ ଭୋଜ ନେବା ପୂର୍ବରୁ ଜଣେ ବ୍ୟକ୍ତି ନିଜକୁ ପରୀକ୍ଷା କରିବା ଆବଶ୍ୟକ ରହିଛି। ଏହା ବାକ୍ୟ ଆମମାନଙ୍କୁ କହେ, ଯେତେବେଳେ ଲୋକମାନେ ହୋଟେଲକୁ ଯାଆନ୍ତି ଭୋଜନ କରିବା ନିମନ୍ତେ, ସେମାନେ ସିଧାସଳଖ ହୋଟେଲକୁ ଯାଇ ଖାଇ ବସନ୍ତି ନାହିଁ। ସେମାନେ ନିଜକୁ ଟିକେ ସମୀକ୍ଷା କରନ୍ତି। କ'ଣ ସମୀକ୍ଷା କରନ୍ତି ନା, ମୋ ପକେଟରେ ଟଙ୍କା ଅଛି କି ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଏହି ଜଗତରେ ଯେତିକି ସବୁ ମେଜ ରହିଛି, ସେହି ମେଜକୁ ଯିବାକୁ ହେଲେ ଟଙ୍କା ଥିଲେ ହେଇଯିବ। ମାତ୍ର ପୃଥିବୀ ଦୁନିଆର ସବୁଠାରୁ କଷ୍ଟଲି ମେଜ, ଯାହାକି ପ୍ରଭୁ ଭୋଜ ଅର୍ଥାତ୍ ପ୍ରଭୁଙ୍କର ସେହି ପବିତ୍ର ମେଜ, ସେହି ମେଜ ନିକଟକୁ ଯିବାକୁ ହେଲେ ଆମକୁ ଆମର ପବିତ୍ର ଜୀବନ ଆବଶ୍ୟକ ରହିଛି। ଆମମାନଙ୍କର ଆତ୍ମିକ ଜୀବନର ଯୋଗ୍ୟତା ଆବଶ୍ୟକ ରହିଛି। ବାକ୍ୟ କହେ ଯେ ମନୁଷ୍ୟ ଯେତେବେଳେ ପ୍ରଭୁ ଭୋଜ ନେବା ପୂର୍ବରୁ ବା ପ୍ରଭୁଙ୍କର ମେଜ ନିକଟକୁ ଯାଉଛି, ସେହି ସମୟରେ ମନୁଷ୍ୟ କ'ଣ କରୁ, ଆପଣାକୁ ପରୀକ୍ଷା କରୁ। ଯେଉଁ ସମୟରେ ଆପଣ ମଣ୍ଡଳୀକୁ ଯାଉଛନ୍ତି, ହେଇପାରେ ଆପଣଙ୍କ ପାଖରେ ଜଣେ ଭାଇ ବସିଥିବେ, ଭଉଣୀ ବସିଥିବେ, ଆପଣଙ୍କ ସାମ୍ନାରେ ଆପଣଙ୍କ ପାଳକ ଥିବେ, ଆପଣ କାହାକୁ ଦେଖିବା ଆବଶ୍ୟକ ନାହିଁ। ସେ ଭାଇଙ୍କ ଜୀବନ ଠିକ୍ ନାହିଁ, ସେ ତ ପ୍ରଭୁ ଭୋଜ ନେବାର ନଥିଲା, ଏହି ପ୍ରକାର ଆମେ କାହାକୁ ମଧ୍ୟ ଦେଖିବା ଆବଶ୍ୟକ ନାହିଁ। ବାକ୍ୟ କହେ ଆମେ ନିଜକୁ ଆମେ ପରୀକ୍ଷା କରିବା ଆବଶ୍ୟକ ରହିଛି। ନିଜକୁ ଆମେ ପରୀକ୍ଷା କରିବା। ଯଦି ଆପଣମାନେ ପ୍ରଥମ କରନ୍ତୀୟ 10 ଅଧ୍ୟାୟକୁ ଆସିବେ, ସେହି ପ୍ରଥମ କରନ୍ତୀୟ 10 ଅଧ୍ୟାୟ 21 ପଦରେ ଲେଖାଯାଏ, ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରିପାର ନାହିଁ। ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇପାର ନାହିଁ। ପ୍ରଭୁଙ୍କ ନାମର ଗୌରବ ହେଉ। ଆପଣ ଦେଖିବେ ଆଜି ଖ୍ରୀଷ୍ଟିଆନ ସମାଜରେ ପ୍ରଭୁ ଏହିସବୁ ବାକ୍ୟ ଦେବା ସତ୍ତ୍ୱେ ମଧ୍ୟ, ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟ ରହିବା ସତ୍ତ୍ୱେ ମଧ୍ୟ, ପାଳକ ପ୍ରଚାରକମାନେ କେତେ ସୁନ୍ଦର ଶିକ୍ଷା ପରାମର୍ଶ ଦେବା ସତ୍ତ୍ୱେ ମଧ୍ୟ ଆଜି ଖ୍ରୀଷ୍ଟିଆନ ସମାଜରେ ଦେଖିବେ ସେମାନଙ୍କର ଜୀବନଶୈଳୀ ଠିକ୍ ନାହିଁ। ସେମାନେ ସେହି ପାଟିରେ କ'ଣ କରନ୍ତି, ସେମାନେ ପାନ ଚୋବାନ୍ତି,
ସେହି ପାର୍ଟିରେ ସେମାନେ ମଦ ପିଅନ୍ତି ଆଉ ସେହି ପାର୍ଟିରେ ସେମାନେ ପ୍ରଭୁ ଭୋଜ ନିଅନ୍ତି। ମାତ୍ର ବାକ୍ୟ କହେ ତୁମେ କ'ଣ କରିପାରିବ ନାହିଁ, ତୁମେ ଭୂତମାନଙ୍କର ପାନପାତ୍ର ଆହୁରି ପ୍ରଭୁଙ୍କର ପାନପାତ୍ର ଉଭୟ ତୁମେ ପାନ କରିପାରିବ ନାହିଁ। ବାଇବଲ ଆମକୁ ସଠିକ୍ ଭାବରେ କହେ ପ୍ରିୟ ଭାଇ ଭଉଣୀମାନେ, ଆମେ ପ୍ରଭୁ ଭୋଜ ନିକଟକୁ ଯିବା ପୂର୍ବରୁ ନିଜକୁ ସମୀକ୍ଷା କରିବା। ମୁଁ କାହାକୁ କ୍ଷମା ନ ଦେଇ ରହିଯାଇ ନାହିଁ ତ? ମୁଁ ସମସ୍ତଙ୍କ ସହିତ ମୋର ମିଳନ ଠିକ୍ ଅଛି ତ? ମୁଁ ଶତ୍ରୁକୁ ପ୍ରେମ କରିପାରୁଛି ତ? ମୁଁ ଗୁପ୍ତ ପାପରୁ ମୁକ୍ତ ହୋଇ ବାହାରି ଆସିଛି ତ? ଆମେ ନିଜକୁ ଆମେ ସମୀକ୍ଷା କରିବା। ଏହା ବାକ୍ୟ ଆମମାନଙ୍କୁ କହେ। ଅନେକ ସମୟରେ ଆମେ ଅନ୍ୟମାନଙ୍କୁ ଆଙ୍ଗୁଠି ଦେଖାଇ କହୁ, ଅନ୍ୟମାନଙ୍କୁ ଆମେ ପରୀକ୍ଷା କରୁ, ମାତ୍ର ବାଇବଲ କହେ ଆମେ ନିଜକୁ ଆମେ ପରୀକ୍ଷା କରିବା। ନିଜକୁ ପରୀକ୍ଷା କରିବା ଯେ ମୁଁ ଠିକ୍ ଅଛି କି ନାହିଁ, ନିଜକୁ ଆମେ ସମୀକ୍ଷା କରିବା। ଯଦି ଆପଣମାନେ ପଢ଼ିବେ ପୁନର୍ବାର ସେହି 11 ଅଧ୍ୟାୟ ଯଦି ଆମେ 27 ପଦ ପଢ଼ିବା, ଲେଖାଯାଏ ଅତଏବ ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟି, ପ୍ରଭୁଙ୍କ ନାମର ଗୌରବ ହେଉ, ଯେଉଁ ସମୟରେ ପାଳକ କିମ୍ବା ପାଳିକା ମା ସେହି ରୋଟିକୁ ପ୍ରସ୍ତୁତ କରନ୍ତି, ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସେହି ରୋଟି ସେହି ପାଳକଙ୍କ ଘରର ରୋଟି ହୁଏ। ମାତ୍ର ଯେଉଁ ସମୟରେ ଆମେ ପ୍ରଭୁଙ୍କର ଗୃହକୁ ଆଣୁ, ମଣ୍ଡଳୀ ଗୃହକୁ ଆଣୁ ଆଉ ଫୁଲପିଟ୍ ସମ୍ମୁଖରେ ଆମେ ରଖୁ, ସେହି ସମୟରେ ବାକ୍ୟ କହେ ତାହା ପାଳକଙ୍କ ଘରର ରୋଟି ନୁହେଁ, ତାହା ପ୍ରଭୁଙ୍କର ରୋଟି। ବାଇବଲ କହେ ତାହା ପ୍ରଭୁଙ୍କର ରୋଟି। ଏହି ରୋଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ମେଜ ଆଶୀର୍ବାଦର ପାନପାତ୍ର, ମାତ୍ର ସେହି ଆଶୀର୍ବାଦର ପାନପାତ୍ର ଆମ୍ଭ ନିମନ୍ତେ ଦଣ୍ଡର ପାନପାତ୍ର ନ ହେଉ। ଏଠି ଲେଖାଯାଉଛି ଯେ ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟିକୁ କ'ଣ କରେ, ଭୋଜନ କରେ କିମ୍ବା ଏହି ପାନପାତ୍ରରୁ ପାନ କରେ, ସେ କ'ଣ କରିବ, ସେ କ'ଣ ହେବ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। ପ୍ରଭୁଙ୍କ ନାମର ଗୌରବ ହେଉ। ପରମେଶ୍ୱର ଏହିସବୁ ଶିକ୍ଷା ଚେତନା ଦେଇ ସେ ଆମମାନଙ୍କୁ କ'ଣ କରୁଛନ୍ତି, ପରାମର୍ଶ ଦେଉଛନ୍ତି, ଉତ୍ସାହିତ କରୁଛନ୍ତି। ଆପଣ ଦେଖିବେ ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ, ସେ 5ଟି ରୁଟି 2ଟି ମାଛ ଯେଉଁ ସମୟରେ ଲୋକମାନଙ୍କୁ ଭୋଜନ କରାଇଲେ, ସେହି ସମୟରେ 5,000 ଲୋକ ଥିଲେ, ଅସଂଖ୍ୟ ଲୋକ ଥିଲେ ସେହି ସ୍ଥାନରେ ଭୋଜନ କରିବା ପାଇଁ। ମାତ୍ର ତାଙ୍କର ମୃତ୍ୟୁର ଶେଷ ରାତ୍ର, ଶତ୍ରୁ ହସ୍ତରେ ସମର୍ପିତ ହେବା ପୂର୍ବ ରାତ୍ରରେ ସେ ଯେଉଁ ସମୟରେ ପ୍ରଭୁ ଭୋଜ ପାଳନ କଲେ, ସେହି ସ୍ଥାନରେ 5,000 ଲୋକ ନଥିଲେ, କେବଳ 12 ଜଣ ଥିଲେ। କାହିଁକି? କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ସେଇଦିନ ସେମାନେ କହିଥାନ୍ତେ, ଯେଉଁ ସମୟରେ ସେ 5,000 ଲୋକ ଥିଲେ, ଯେଉଁ ସମୟରେ 5ଟି ରୁଟି 2ଟି ମାଛକୁ ଭୋଜନ କଲେ, ସେମାନେ ଯଦି କହିଥାନ୍ତେ ଯୀଶୁ ମୁଁ ଘର ଭିତରକୁ ଆସିପାରିବି କି, ଯୀଶୁ ଠିକ୍ ଭାବରେ କହିଥାନ୍ତେ ଯେ ତୁମର ଯୋଗ୍ୟତା ନାହିଁ। ଯାହାର ଯୋଗ୍ୟ ରହିଛି ସେମାନେ ପ୍ରଭୁଙ୍କ ନିକଟକୁ, ସେହି ମେଜ ନିକଟକୁ ଆସିବାର ଆବଶ୍ୟକ ରହିଛି। ମୁଁ କହିବାର ଅର୍ଥ ଏହା ନୁହେଁ ଯେ ଆମେ ଆଜି ଆମର ଜୀବନ ଠିକ୍ ନାହିଁ, ଆମେ ତ ଗୁପ୍ତ ପାପରୁ ବାହାରି ଆସିନାହୁଁ, ସେଥିପାଇଁ ଆମେ ପ୍ରଭୁ ଭୋଜ ନେବା ନାହିଁ। ଏହା ଏପରି ନୁହେଁ ପ୍ରିୟ ଭାଇ ଭଉଣୀମାନେ। ଯଦି ଆଜି ଆମେ ପାପରେ ଲିପ୍ତ ଅଛୁ, ଆମେ ଆମମାନଙ୍କର କମ୍ପ୍ରମାଇଜ୍ ଜୀବନ ଆମେ ବିତାଉଛୁ, ମାତ୍ର ଆମେ ପ୍ରଭୁ ଭୋଜ ମଧ୍ୟ ନେଉଛୁ, ମୁଁ କହିବା ପାଇଁ ଚାହେଁ ଯେ ଆଜି ଆମେ ପ୍ରଭୁ ଭୋଜ ନେବା। ଯେକୌଣସି ଅବସ୍ଥାରେ ମଧ୍ୟ ଆମେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରି, ଆମର କୌଣସି ଯୋଗ୍ୟତା ନାହିଁ, ଆମର ଜୀବନକୁ ଅନୁତାପ କରି ତାଙ୍କଠାରେ ସମର୍ପଣ କରି ଆମେ କହିବା ଯେ ପ୍ରଭୁ ତୁମ୍ଭେ ମୋତେ ଗ୍ରହଣ କର। ଆଜିଠାରୁ ମୁଁ ଏହି ପାପରୁ ବାହାରି ଆସୁଛି, ଏହି ଭୁଲ, ଏହି ଅନ୍ୟାୟ ଆଜି ମୁଁ ଛାଡ଼ି ତୁମ ନିକଟକୁ ବାହାରି ଆସୁଛି। ଆମେ ପ୍ରଭୁଙ୍କୁ କହି ତାଙ୍କ ହସ୍ତରେ ଆମେ ସମର୍ପିତ ହେବା। ଏହା ପରମେଶ୍ୱର କହନ୍ତି, ଆଉ ଏହି ପ୍ରକାର କଥା ପରମେଶ୍ୱର ଆମମାନଙ୍କୁ କହି ସେ ଉତ୍ସାହିତ କରନ୍ତି। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ଆମେ ପ୍ରଭୁ ଭୋଜ ନେବା ପୂର୍ବରୁ ନିଜକୁ ଆମେ କେମିତି ପ୍ରସ୍ତୁତ କରିବା ଯେ ତାହାଙ୍କର ଯୋଗ୍ୟ ଆମର ଜୀବନକୁ ଆମେ ସମୀକ୍ଷା କରିବା। ମୁଁ ଆଜି ଶତ୍ରୁକୁ କ୍ଷମା ଦେଇଛି କି? ମୋର ଶାଶୁ ସହିତ, ଶ୍ୱଶୁର ସହିତ, ମୋର ସ୍ତ୍ରୀ, ମୋର ସ୍ୱାମୀ ସହିତ ମୋର ମିଳନ ଠିକ୍ ଅଛି କି? ଏହା ଆମେ ନିଜକୁ ଟିକେ ସମୀକ୍ଷା କରିବା, ନିଜକୁ ଆମେ ପରୀକ୍ଷା କରିବା ଆବଶ୍ୟକ ରହିଛି। ଯଦି ଆପଣମାନେ ପଢ଼ିବେ ଯୋହନ ଲିଖିତ ସୁସମାଚାର 13 ଅଧ୍ୟାୟ, ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶେଷ ରାତ୍ର ଭୋଜ ପାଳନ କଲେ,
ଶେଷ ରାତ୍ରଭୋଜ ପାଳନ କରିବା ପୂର୍ବରୁ ସେ ଆପଣା ଶିଷ୍ୟମାନଙ୍କର ପାଦକୁ ସେ ଧୋଇଲେ। ଲେଖାଯାଏ ଜହନ ଲିଖିତ ସୁସମାଚାର 13 ଅଧ୍ୟାୟ ତାର 4 ପଦରୁ 8 ପଦ ପର୍ଯ୍ୟନ୍ତ ଯଦି ପଢ଼ିବେ, ଲେଖାଯାଏ ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘିନି ଆପଣାର କୋଟି ବନ୍ଧନ କଲେ। ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି ଶିଷ୍ୟମାନଙ୍କ ପାଦ ଧୋଇ ଦେଇ ଆପଣା କୋଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। କ୍ରମେ ସେ ସିମୋନ ପିତରଙ୍କ ନିକଟକୁ ଆସିଲେ। ସେ ତାଙ୍କୁ କହିଲେ, ପ୍ରଭୁ, ଆପଣ ମୋତେ ପାଦ ଧୋଇ ଦେଉଅଛନ୍ତି? ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ଯାହା କରୁଅଛି ତାହା ତୁମ୍ଭେ ଏବେ ଜାଣୁନାହଁ, କିନ୍ତୁ ପରେ ବୁଝିବ। 8 ପଦ ପିତର ତାହାଙ୍କୁ କହିଲେ, ଆପଣ କଦାପି କେବେ ହେଁ ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି ମୁଁ ତୁମକୁ ଧୌତ ନ କରେ ତାହେଲେ ମୋ ସହିତ ତୁମର କୌଣସି ଅଂଶ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ବାକ୍ୟ ଆମମାନଙ୍କୁ କହେ ଯେ ଆମେ ପ୍ରଭୁ ଭୋଜ ନେବା ପୂର୍ବରୁ ଆମେ ନିଜକୁ ପରିଷ୍କାର କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣ ଶିଷ୍ୟମାନଙ୍କର ପାଦକୁ ସେ ଧୋଉଛନ୍ତି, ସେ ପରିଷ୍କାର କରୁଛନ୍ତି। ପିତର କହୁଛନ୍ତି, ପ୍ରଭୁ କେବେ ମଧ୍ୟ ମୋତେ ପରିଷ୍କାର କରନ୍ତୁ ନାହିଁ। ଯୀଶୁ କହିଲେ ଯେ ମୁଁ ଯଦି ତୁମକୁ ପରିଷ୍କାର ନ କରେ ତାହେଲେ ତୁମଠାରେ କୌଣସି ମୋର ଅଂଶ ନାହିଁ। ଆଉ ମୁଁ ଯାହାକୁ ପରିଷ୍କାର କରିବି ସେ ସମ୍ପୂର୍ଣ୍ଣ ଭାବରେ ପରିଷ୍କାର ହେଇଯିବ। ନିଜର ପାପକୁ ଆପଣ ଲୁଚେଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ପ୍ରଭୁଙ୍କୁ ଦେଖାଇ ଦିଅନ୍ତୁ। ପ୍ରଭୁ, ମୁଁ ଏହି ପାପରେ ପଡ଼ିଛି, ମୁଁ ଏହି ବନ୍ଧନରୁ ବାହାରି ଆସିପାରୁନାହିଁ, ମୁଁ ଶତ୍ରୁକୁ କ୍ଷମା ଦେଇପାରୁନାହିଁ, ମୁଁ କ୍ରୋଧରୁ ପଳାୟନ କରିପାରୁନାହିଁ, ପ୍ରଭୁ ବ୍ୟଭିଚାରରୁ ମୁଁ ପଳାୟନ କରିପାରୁନାହିଁ। ଆମେ ପ୍ରଭୁଙ୍କୁ ଦେଖାଇ ଦେବା, ସେ ଆମକୁ ସାହାଯ୍ୟ କରିବେ, ସେ ପରିଷ୍କାର କରିବେ, ସେ ଆମକୁ ଶୁଦ୍ଧ କରିବେ। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ପ୍ରଭୁ ଭୋଜ ନେବା ପୂର୍ବରୁ ଆମେ ନିଜକୁ କ'ଣ କରିବା? ସମର୍ପିତ ହେବା, ଅନୁତାପ କରିବା, ସମସ୍ତ ପାପକୁ ସ୍ୱୀକାର କରିବା, ଆହୁରି ପରବର୍ତ୍ତୀ ସମୟରେ ଆମେ ପବିତ୍ର ଜୀବନ ଯାପନ କରିବା। ଏହା ପରମେଶ୍ୱରଙ୍କ ଇଚ୍ଛା, ଏହା ପରମେଶ୍ୱରଙ୍କର ବାକ୍ୟ ଅଟେ। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ଆମେ ପ୍ରଭୁ ଭୋଜ ନେବା ପୂର୍ବରୁ ନିଜକୁ ଆମେ ଏହି ପ୍ରକାର ଭାବରେ ପ୍ରସ୍ତୁତ ହେବା। କେମିତି ପ୍ରସ୍ତୁତ ହେବା? ଯେ ମୁଁ ମୋର ମାସ ସାରା, ସପ୍ତାହ ସାରା ମୁଁ କାହା ପାଇଁ ବଞ୍ଚିଲି, ମୁଁ କାହା ଉଦ୍ଦେଶ୍ୟରେ ବଞ୍ଚିଲି, ମୁଁ କେତେ ପବିତ୍ର ଜୀବନ ଯାପନ କଲି, ମୋ ଜୀବନ କେଉଁଠି ଭୁଲ ହେଇଯାଇଛି କି, ମୁଁ କେଉଁଠି ପାପରେ ପଡ଼ିଯାଇଛି କି, ନିଜକୁ ଟିକେ ଆମେ ସମୀକ୍ଷା କରିବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।